ଭାଲୁ ସେମାନେ ଜଙ୍ଗଲରେ ରୁହନ୍ତି ତାକୁ ହିଂସ୍ର କୁହାଯାଏ। ପିଲାମାନେ କଣ କରୁଛ ତୁମେ? କୁହ କଣ କରୁଛ? କାହିଁକି ତମ ପଢିଲା ଜିନିଷ ବନ୍ଦ କର, ରଖ ସବୁ କଥା ବନ୍ଦ କର। ପିଲାମାନେ ଦେଖିଲ କେତେ ସୁନ୍ଦର ପିଲା, ତମେ ମାନେ କଥା ମାନୁନ, ତାମାନେ ତମେ କଣ ହବ? ତମକୁ ଗାର୍ଡ ପାଇଁ କୁହାଯିବ। ତମେ ଯଦି କଥା ନ ମାନିବ ମୁଁ ତମ ପାଇଁ ପଳେଇବି, ତମକୁ ଆଉ କିଛି ଖେଳ ଶିଖେଇବିନି। ଏବେ ଆମେ ପାଠ ଶୁଣ, ବର୍ତ୍ତମାନ ଆମେ କଣ କରିବା? ବର୍ତ୍ତମାନ ଆମେ ଗୃହ ପାଇଁ ବସି ଯାଇଲେ, ବର୍ତ୍ତମାନ ଆମେ ହିଂସ୍ର ଜୀବଜନ୍ତୁ ବିଷୟରେ ଜାଣିବା। ହିଂସ୍ର ମାନେ ଯେଉଁମାନେ ଜଙ୍ଗଲରେ ରୁହନ୍ତି, ଜଙ୍ଗଲରେ ଯେଉଁମାନେ ଅଛନ୍ତି ବାଘ, ସିଂହ, ହାତୀ, ବିଲୁଆ। ବିଲୁଆ ବିଷୟରେ ଜାଣିଛ? ବିଲୁଆ କଣ କୁହାଯାଏ? ବଡ଼ ବିଲୁଆ ବଡ଼ କଣ? ବିଲୁଆ ବଡ଼ ଚତୁର, ପଇଡ଼ ବଡ଼ ବଧୁର। ଜାଣିଛ ନା ନାଇଁ? ଜାଣିଲ? ହଁ, ବିଲୁଆ ବହୁତ ଚତୁର, ମାନେ ସେ ବହୁତ ମାନେ ବୁଦ୍ଧିମାନ। ତାକୁ ଏବେ ମହାମନ୍ତ୍ରୀ କରାଯାଇଛି, ଆମର ସେନାପତି କରାଯାଇଛି। ତ ସେମାନେ ହିଂସ୍ର କୁହାଯାଉଛି। ତ ସେମାନେ କାହାକୁ ତମମାନେ କୋଉଠି ଯିବ ତମକୁ ସେ କଣ କରିବେ କହିଲ? ଖାଇଯିବେ ପୁରା। ସେମାନେ କୌଣସି ମାନେ ମଣିଷମାନଙ୍କ ସହିତ ତାଙ୍କର କିଛି ସମ୍ପର୍କ ନଥାଏ। ସେ ଖାସ ମଣିଷମାନଙ୍କୁ ଦେଖିଲେ ବେଶୀ ରାଗିକି ଯିବ, ତମେ ତାକୁ ଖାଇଯିବେ। ହଁ, ଆଉ କଣ କରିବେ? ସେଥିପାଇଁ ହିଂସ୍ର କୁହାଯାଇଛି। ବୁଝିପାରିଲ? ହିଂସ୍ର ଜୀବ। ହଁ, ଭାଲୁ ଚାକିରି ସେମାନେ ସବୁ ଜଙ୍ଗଲ ଗୁମ୍ଫା, ଭାଲୁ ଗୁମ୍ଫାରେ ରୁହେ, ଜଙ୍ଗଲରେ ସବୁ ବୁଝିପାରିଲ? ସାପ, ହଁ, ସାପ ଯୋଉ ଅହିରାଜ ସାପ ଅଛନ୍ତି, ବଡ ବଡ ସାପ, ସେମାନେ କହିବେ